ସୁସମାଚାର ଲୁକ 11 ଅଧ୍ୟାୟ 14-23 ପଦ ଯାଏ। ଯୀଶୁ ଓ ବେଲଜେବୁଲ। ଥରେ ଯୀଶୁ ଜଣେ ମୂକ ଲୋକଠାରୁ ଭୂତ ଛଡ଼ାଇଲେ। ଭୂତାତ୍ମା ବାହାରି ଗଲା ପରେ ମୂକ ଲୋକଟି କଥା କହିଲା। ଏହା ଦେଖି ଲୋକମାନେ ଆଚମ୍ବିତ ହେଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେହି କେହି କହିଲେ, ସେ ଭୂତପତି ବେଲଜେବୁଲ ଦ୍ୱାରା ଭୂତ ଛଡ଼ାଉଛି। ଆଉ କେତେଜଣ ତାଙ୍କୁ ପରୀକ୍ଷା କରିବା ପାଇଁ ତାଙ୍କଠାରୁ ସ୍ୱର୍ଗରୁ ଏକ ଚିହ୍ନ ମାଗିଲେ। ଯୀଶୁ ସେମାନଙ୍କର ମନର ଭାବନା ଜାଣିପାରି ସେମାନଙ୍କୁ କହିଲେ, କୌଣସି ରାଜ୍ୟ ବିଭାଜିତ ହୋଇ ଆପଣା ବିରୁଦ୍ଧରେ ଉଠିଲେ ତାହା ମରୁ ପାଲଟିଯାଏ ଏବଂ ସେହିପରି ବିଭାଜିତ ଗୃହର ପତନ ହୁଏ। ଅତଏବ ଶୟତାନ ଯଦି ବିଭାଜିତ ହୋଇ ନିଜ ବିରୁଦ୍ଧରେ ଉଠେ, ତେବେ ତାର ରାଜ୍ୟ କିପରି ତିଷ୍ଠିବ? କାରଣ ତୁମେ କହୁଛ ଯେ ମୁଁ ବେଲଜେବୁଲର ସହାୟତାରେ ଭୂତ ଛଡ଼ାଉଛି। ମୁଁ ଯଦି ବେଲଜେବୁଲର ସହାୟତାରେ ଭୂତ ଛଡ଼ାଉଛି, ତେବେ ତୁମ ଭୂତ ବିତାଡ଼ନକାରୀମାନେ କାହାର ଶକ୍ତିରେ ଏ କାର୍ଯ୍ୟ କରନ୍ତି? ଏଣୁ ସେମାନେ ତୁମର ବିଚାରକ ହେବେ। କିନ୍ତୁ ମୁଁ ଯଦି ଈଶ୍ୱରଙ୍କ ଶକ୍ତିରେ ଭୂତ ଛଡ଼ାଉଛି, ତେବେ ଈଶ୍ୱରଙ୍କ ରାଜ୍ୟ ତୁମ ମଧ୍ୟରେ ଉପସ୍ଥିତ। ଯେତେବେଳେ ଜଣେ ବଳବାନ ଲୋକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆପଣା ଗୃହକୁ ରକ୍ଷା କରେ, ତାର ସମ୍ପତ୍ତି ସୁରକ୍ଷିତ ରହେ। କିନ୍ତୁ ଯେତେବେଳେ ତାଠାରୁ ଅଧିକ ବଳବାନ ବ୍ୟକ୍ତି ଆକ୍ରମଣ କରି ତାକୁ ପରାଜିତ କରେ, ସେ ତାର ସବୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନିଏ, ଯାହା ଉପରେ ସେ ଆସ୍ଥା ରଖିଥିଲା, ଏବଂ ଲୁଣ୍ଠିତ ଦ୍ରବ୍ୟକୁ ଭାଗ କରି ନିଏ। ଯେ ମୋର ସପକ୍ଷ ନୁହେଁ, ସେ ମୋର ବିପକ୍ଷ। ଯେ ମୋ ସହିତ ସଂଗୃହୀତ ହୁଏ ନାହିଁ, ସେ ବିକ୍ଷିପ୍ତ ହୁଏ।